କଳାଜାଇ ଶରୀରର କଳାଜାଇରୁ ଜାଣନ୍ତୁ ଶୁଭ ଅଶୁଭ ବିଚାର। ଶରୀରର ଯେକୌଣସି ଅଙ୍ଗରେ ଆପଣଙ୍କର କଳାଜାଇ ଥାଉ, ସେଥିରୁ ଆସନ୍ତୁ ଜାଣିବା ସେଥିରୁ କେଉଁ ସବୁ ସଂକେତ ମିଳିଥାଏ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। କଳାଜାଇ ପ୍ରାୟ ସମସ୍ତଙ୍କ ଦେହରେ କହିବାକୁ ଗଲେ 90% ଲୋକଙ୍କ ଦେହରେ ନିହାତି ଭାବରେ ଥାଏ। କାହାର ମୁହଁରେ ଥାଏ, କାହାର ଓଠରେ ଥାଏ, କାହାର ପାଟିରେ ଥାଏ, କାହାର ପେଟରେ ଥାଏ। ଶରୀରର ଯେକୌଣସି ଜାଗାରେ ନିହାତି ଭାବରେ ଆପଣଙ୍କର ଥାଏ କଳାଜାଇ। ତେବେ ଆସନ୍ତୁ ଜାଣିବା କେଉଁ ଜାଗାରେ ଥିଲେ ସେଥିରୁ ଆମକୁ କେଉଁ ସବୁ ସଂକେତ ମିଳିଥାଏ ସେହି ବ୍ୟକ୍ତି ସମ୍ପର୍କରେ। ତେବେ ପ୍ରଥମରେ ଯେଉଁ ବ୍ୟକ୍ତିର ଅଣ୍ଟାରେ କଳାଜାଇ ଥାଏ ସେ ବ୍ୟକ୍ତି ସବୁବେଳେ ଗୋଟେ ସମସ୍ୟା ଭିତରେ ଘେରି ହେଇକି ରୁହନ୍ତି। ଗୋଟିଏ ସମସ୍ୟା ଯିବ, ଆଉ ଗୋଟେ ସମସ୍ୟା ଆସିବ, ପୁଣି ଗୋଟେ ସମସ୍ୟାର ଶେଷ ହୋଇନଥିବ, ପୁଣି ଆଉ ଗୋଟେ ସମସ୍ୟା ଚାଲି ଆସିବ। ଏଇଭଳି ସବୁବେଳେ ସେମାନେ ସନ୍ଧି ହେଇକି ଥାନ୍ତି। ଯେଉଁମାନଙ୍କର ପିଠି ଉପରେ କଳାଜାଇ ଅଛି ସେମାନେ ଭାରି ରୋମାଣ୍ଟିକ ସ୍ୱଭାବ ରହିଥାନ୍ତି, ଭାରି ମହତ୍ୱାକାଂକ୍ଷୀ ହୋଇଥାନ୍ତି। ସବୁବେଳେ ସେମାନଙ୍କର ଚିନ୍ତାଧାରା ଉନ୍ନତ। ଏହିପରି ବ୍ୟକ୍ତିମାନେ ଅଧିକ ଖର୍ଚ୍ଚ କରିବାକୁ ଭଲ ପାଆନ୍ତି, ଅଯଥାରେ ବହୁତ ଗୁଡ଼ିଏ ଖର୍ଚ୍ଚ କରନ୍ତି ଏବଂ ଭ୍ରମଣ ପ୍ରିୟ, ବୁଲିବାକୁ ଭାରି ଭଲ ପାଆନ୍ତି। ଯେଉଁ ବ୍ୟକ୍ତିର ଆଙ୍ଗୁଠି ଉପରେ କଳାଜାଇ ରହିଛି ଏହିପରି ବ୍ୟକ୍ତିମାନେ ଭାରି କୁଶଳୀ କାରିଗର ହୋଇଥାନ୍ତି, ବା ଯେଉଁ କାମ ବି ସେମାନଙ୍କୁ ଦେଇଦିଅ ଭାରି ମନ ଧ୍ୟାନର ସହିତ ସେମାନେ ସେ କାମଟିକୁ କରନ୍ତି। ଏହିପରି ବ୍ୟକ୍ତିମାନେ କାର୍ଯ୍ୟକୁଶଳ, ନ୍ୟାୟକୁଶଳ ତଥା ନ୍ୟାୟପ୍ରିୟ ହୋଇଥାନ୍ତି। ଯେଉଁ ବ୍ୟକ୍ତିର ବେଶି ଆଙ୍ଗୁଠି ବା ତର୍ଜନୀ ଆଙ୍ଗୁଠିରେ କଳାଜାଇ ଥାଏ ଏହିପରି ବ୍ୟକ୍ତିମାନେ ବିଦ୍ୟାବାନ, ଗୁଣବାନ ଏବଂ ଧନବାନ ହୋଇଥାନ୍ତି, କିନ୍ତୁ ବହୁତ ସମୟରେ ଏମାନେ ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ ହୋଇଥାନ୍ତି। ଯେଉଁ ବ୍ୟକ୍ତିମାନଙ୍କର ମଝି ଆଙ୍ଗୁଠିରେ କଳାଜାଇ ଥାଏ ଏମାନେ ଭାରି ଶାନ୍ତିପ୍ରିୟ ହୋଇଥାନ୍ତି ଏବଂ ଏମାନେ ଜୀବନରେ ଅନେକ ସୁଖ ଭୋଗ କରନ୍ତି। ବାମ ହାତରେ ଯଦି ଆପଣଙ୍କର କଳାଜାଇ ଅଛି ତାହେଲେ ଆପଣ ହେଉଛନ୍ତି ଜଣେ ଖର୍ଚ୍ଚୀ ସ୍ୱଭାବର ବା ଅଧିକ ଖର୍ଚ୍ଚ କରୁଥିବା ବ୍ୟକ୍ତି। ଅଯଥାରେ ଆପଣଙ୍କର ଧନ ଅନେକ ସମୟରେ ଖର୍ଚ୍ଚ ହୁଏ। ଠିକ୍ ସେହିପରି ବାମ ହାତର ଉପର ଭାଗରେ ଯଦି ଆପଣଙ୍କର କଳାଜାଇ ଅଛି ତାହେଲେ ଆପଣ ଜଣେ କଞ୍ଜୁସ୍ ବ୍ୟକ୍ତି। ଯେଉଁ ବ୍ୟକ୍ତିର ଅନାମିକା ଆଙ୍ଗୁଠିରେ ଆପଣଙ୍କର କଳାଜାଇ ଥାଏ ଏହିପରି ବ୍ୟକ୍ତିମାନେ ଜ୍ଞାନୀ, ପରାକ୍ରମୀ ଓ ଧନୀ ହୋଇଥାନ୍ତି। ସେହିପରି କନିଷ୍ଠ ଆଙ୍ଗୁଠି ବା କାଣି ଆଙ୍ଗୁଠିରେ ଯଦି ଆପଣଙ୍କର କଳାଜାଇ ରହିଛି ଏହିପରି ବ୍ୟକ୍ତିମାନେ ସମ୍ପତ୍ତିବାନ ହୋଇଥାନ୍ତି ବା ଧନବାନ ହୋଇଥାନ୍ତି ସତ, କିନ୍ତୁ ଜୀବନରେ ଏମାନଙ୍କୁ ଅନେକ ପ୍ରକାରର ଦୁଃଖ ଭୋଗ କରିବାକୁ ପଡ଼ିଥାଏ। ସେହିପରି ଗାଲ ଉପରେ ଯଦି ଆପଣଙ୍କର ନାଲିଜାଇ ଅଛି ତାହେଲେ ଏହା ଆପଣଙ୍କ ପାଇଁ ଶୁଭ, କିନ୍ତୁ ବାମ ଗାଲରେ ଯଦି କଳାଜାଇ ରହିଲା ଏହିପରି ବ୍ୟକ୍ତିମାନେ ନିର୍ଧନ ହୋଇଥାନ୍ତି। ଯେତେ ଧନ ଥିଲେ ବି ଅଭାବ ସବୁବେଳେ ପଛେ ପଛେ ଗୋଡ଼େଇବ। ଯଦି ଡାହାଣ ଗାଲରେ ଆପଣଙ୍କର କଳାଜାଇ ରହିଛି ତାହେଲେ ଆପଣ ଧନୀ ହୋଇଥାନ୍ତି। ଯେଉଁ ବ୍ୟକ୍ତିର ଗାଲରେ କଳାଜାଇ ରହିଲା ସବୁବେଳେ ଏମାନେ ସ୍ୱାସ୍ଥ୍ୟ ସମସ୍ୟାରେ କୋଉଠି ନା କୋଉଠି ପୀଡ଼ିତ ହୋଇଥାନ୍ତି। ଯେଉଁ ବ୍ୟକ୍ତିର ଡାହାଣ ହାତରେ କଳାଜାଇ ଥାଏ ଏହିପରି ବ୍ୟକ୍ତି ସମାଜରେ ନିଜର ମାନ, ପ୍ରତିଷ୍ଠା ଏବଂ ପତିଆରା ବୃଦ୍ଧି କରିବାରେ ସମର୍ଥ ହୋଇଥାନ୍ତି। ଲୋକମାନେ ଏମାନଙ୍କର ଆଦର କରନ୍ତି, ସମ୍ମାନ କରନ୍ତି। ଯେଉଁ ବ୍ୟକ୍ତିମାନଙ୍କର ମଥାର ମଝିରେ କଳାଜାଇ ଅଛି ଏହିପରି ବ୍ୟକ୍ତିମାନେ ସଚ୍ଚୋଟ ହୋଇଥାନ୍ତି। ସେହିପରି ମଥାର ଡାହାଣ ପଟରେ ଯଦି କଳାଜାଇ ଅଛି ଏହା ଶୁଭ ଏବଂ ଏମାନେ କୁଶଳୀ ହୋଇଥାନ୍ତି। ସେହିପରି ବାମ ପଟେ ଯଦି ମଥାର ରହିଲା ଏହା କୋଉଠି ନା କୋଉଠି ଆପଣଙ୍କ ପାଇଁ ଅଶୁଭ। ଏହିପରି ବ୍ୟକ୍ତିମାନେ ଖାସ୍ କରିକି କଞ୍ଜୁସ୍ ସ୍ୱଭାବର ହୋଇଥାନ୍ତି। ଯେଉଁମାନଙ୍କର ଦୁଇ ଆଇବ୍ରୋ ମଝିରେ କଳାଜାଇ ଅଛି ବା ଥାଏ ଏହିପରି ବ୍ୟକ୍ତିମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଭାରି ଭ୍ରମଣ ପ୍ରିୟ ହୋଇଥାନ୍ତି, ବୁଲିବାକୁ ଭାରି ଭଲ ପାଆନ୍ତି। ସେହିପରି ଯେଉଁ ବ୍ୟକ୍ତିମାନଙ୍କର ଡାହାଣ ପଟ ଆଇବ୍ରୋ ପାଖରେ କଳାଜାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ବା ଶୁଭ ହୋଇଥାଏ। ଏବଂ ବାମ ପଟେ ଯଦି ଆଇବ୍ରୋ ପାଖରେ ଯଦି ଆପଣଙ୍କର କଳାଜାଇ ଅଛି ତାହେଲେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ। କିନ୍ତୁ ମହିଳାମାନଙ୍କ ପକ୍ଷେ ଏହା ଓଲଟା ହୋଇଥାଏ, ମାନେ ମହିଳାମାନଙ୍କର ଯଦି ବାମ ପଟେ ରହିଲା ଶୁଭ ଏବଂ ପୁରୁଷମାନଙ୍କର ଡାହାଣ ପଟେ ରହିଲା ଶୁଭ। ଖାସ୍ କରିକି ବାମ ପଟ ଆଇବ୍ରୋ ପାଖରେ ଯଦି ଆପଣଙ୍କର କଳାଜାଇ ରହିଛି ପୁରୁଷମାନଙ୍କ କଥା ମୁଁ କହୁଛି ତାହେଲେ ଦାମ୍ପତ୍ୟ ଜୀବନ ଦୁଃଖମୟ ହୋଇଥାଏ। ଠିକ୍ ସେହିପରି ମହିଳାମାନଙ୍କର ମଧ୍ୟ ଯଦି ଡାହାଣ ପଟ ଆଇବ୍ରୋ ପାଖରେ କଳାଜାଇ ରହିଛି ତାହେଲେ ତାଙ୍କ ଦାମ୍ପତ୍ୟ ଜୀବନରେ ଦୁଃଖ ଆସିଥାଏ। ଯେଉଁ ବ୍ୟକ୍ତିମାନଙ୍କର ପାଦ ତଳେ କଳାଜାଇ ଅଛି ଏହିପରି ବ୍ୟକ୍ତିମାନେ ଘରଠାରୁ ଦୂରରେ ରୁହନ୍ତି ସତ, କିନ୍ତୁ ଜୀବନରେ ସେମାନେ ବହୁତ ବଡ଼ ବଡ଼ ସଫଳତା ସବୁ
ପାଇଥାନ୍ତି। ଯେଉଁ ବ୍ୟକ୍ତିମାନଙ୍କର କାନ ଉପରେ କଳା ଯାଇଥାଏ ଏହିପରି ବ୍ୟକ୍ତିମାନେ ଅଳ୍ପା ୟୁସ। ସେହିପରି ନାକ ଉପରେ ଯେଉଁମାନଙ୍କର କଳା ଯାଇ ରହିଛି ସେମାନେ ହେଉଛନ୍ତି ପ୍ରତିଭାଧାରୀ, ମାନେ କିଛି ନା କିଛି ପ୍ରତିଭା ସେମାନଙ୍କ ଭିତରେ ଅଛି। ସେହିପରି ଯେଉଁ ମହିଳାମାନଙ୍କର ନାକରେ କଳା ଯାଇ ଅଛି ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି, ଭାଗ୍ୟଶାଳୀ ହୋଇଥାନ୍ତି। ଓଠରେ କଳା ଯାଇଥିଲେ ଏହିପରି ବ୍ୟକ୍ତିମାନେ ପ୍ରେମୀ ସ୍ୱଭାବର ହୋଇଥାନ୍ତି। ଏମାନେ ପ୍ରାୟତଃ ଲଭ୍ ମ୍ୟାରେଜ୍ କରନ୍ତି। ଯେଉଁମାନଙ୍କର ଓଠର ତଳ ଭାଗରେ କଳା ଯାଇ ରହିଛି ଏହିପରି ବ୍ୟକ୍ତିମାନେ ଗରିବ ହୋଇଥାନ୍ତି, ନିର୍ଦ୍ଧନୀ ହୋଇଥାନ୍ତି। ଯେଉଁ ବ୍ୟକ୍ତିର କହୁଣୀ ପାଖରେ କଳା ଯାଇ ରହିଛି ଏହିପରି ବ୍ୟକ୍ତିମାନେ ବିଦ୍ୱାନ ହୋଇଥାନ୍ତି ବା ପଣ୍ଡିତ ହୋଇଥାନ୍ତି। ଯେଉଁମାନଙ୍କର ହାତରେ କଳା ଯାଇ ରହିଛି ସେମାନେ ଭାରି ଚାଲାକ ହୋଇଥାନ୍ତି। ଯେଉଁମାନଙ୍କର ଡାହାଣ ପଟ ହାତରେ, ଯଦି ପୁରୁଷମାନଙ୍କର ଡାହାଣ ପଟ ହାତରେ ଅଛି ଏବଂ ନାରୀମାନଙ୍କର ବାମ ପଟ ହାତରେ ଅଛି ତାହେଲେ ସେମାନେ ବଳବାନ ହୋଇଥାନ୍ତି, ସାହସୀ ହୋଇଥାନ୍ତି, ନିର୍ଭୀକ ହୋଇଥାନ୍ତି। ସେହିଭଳି ଯେଉଁମାନଙ୍କର ଗଳାରେ କଳା ଯାଇ ରହିଛି ଏହିପରି ବ୍ୟକ୍ତିମାନେ ଭାରି ଆରାମ ପ୍ରିୟ, ଟିକେ ଅଳସୁଆ ସ୍ୱଭାବର। ଯେଉଁ ନାରୀମାନଙ୍କର ହୃଦୟରେ କଳା ଯାଇ ରହିଛି ଏହିପରି ନାରୀମାନେ ସୌଭାଗ୍ୟବତୀ ହୋଇଥାନ୍ତି। ଛାତିର ଡାହାଣ ପଟେ କଳା ଯାଇଥିଲେ ଏହା ଶୁଭ। ଛାତିର ମଝି ଭାଗରେ ଯଦି କଳା ଯାଇ ଅଛି ତାହେଲେ ଏହା ଆପଣଙ୍କର ସୁଖୀ ଜୀବନକୁ ଦର୍ଶାଇଥାଏ। ପେଟରେ ଯଦି କଳା ଯାଇ ଅଛି ତାହେଲେ ଆପଣ ଭୋଜନ ପ୍ରିୟ, ଖାଦ୍ୟ ପ୍ରିୟ। ତେବେ ଏ ଥିଲା ମଣିଷ ଦେହରେ କେଉଁ ଜାଗାରେ କଳା ଯାଇ ରହିଲେ କ'ଣ ତା'ର ମାନେ। ତେବେ ଆପଣମାନେ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାଇବେ ଯେ ଆପଣଙ୍କର କେଉଁଠି କଳା ଯାଇ ରହିଛି ଏବଂ ଏହି ଭିଡ଼ିଓଟିକୁ ଆପଣମାନେ କେଉଁ ସ୍ଥାନରୁ ଦେଖୁଛନ୍ତି। ଭିଡ଼ିଓ ଭଲ ଲାଗିଥିଲେ ନିହାତି ଭାବରେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ସେୟାର କରିବେ ଏବଂ ନିଜର ମତାମତ ନିହାତି ଭାବରେ ଲେଖିବେ। ତେବେ ଆଶା କରୁଛି ଆଜିକାର ଭିଡ଼ିଓଟି ଆପଣଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।